तो ସାଙ୍ଗମାନେ ଜଣେ ଯେତେବେଳେ ନୂଆ ପାଇଁ ଆସିଥାଏ ସେ ପ୍ରଥମେ କ'ଣ ଯାହାକି ଏମିତି କ'ଣ ମିଷ୍ଟେକ୍ କରିଥାଏ ଯାହାକି ତାର ଚ୍ୟାନେଲ୍ ଗ୍ରୋ ହେଇନଥାଏ। ତ ସାଙ୍ଗମାନେ ମୁଁ ଆପଣମାନଙ୍କୁ ଏଇ ଭିଡ଼ିଓରେ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ସେ ଆପଣମାନେ କେତୋଟି ଯାହାକି ପଏଣ୍ଟ ରହିଛି ତାହା ଭୁଲ କରୁଛନ୍ତି ତାହା ଏ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଯାହାକି ଜଣେଇବି। ତ ସାଙ୍ଗମାନେ ପ୍ରଥମେ ଭୁଲ କରିଥାନ୍ତି ଜଣେ ସକ୍ସେସ୍ ହେଇଥିବା ୟୁଟ୍ୟୁବରଙ୍କର ଭିଡ଼ିଓ ଦେଖିକି ସେ ଯାହାକି ଭିଡ଼ିଓ ବନେଇବା ପାଇଁ ଆସିଥାଏ ମୋଟିଭେସନ୍ ହେଇକି ଆସିଥିବ ତାହା ଦେଖିଲା ନା ତାର 1 ଲାख ଭ୍ୟୁ ହେଇଛି 2 ଲାख ଭ୍ୟୁ ହେଇଛି ତ ଏମିତି ମୋଟିଭେସନ୍ ହେଇକି ସେ ଆସିବ ଭିଡ଼ିଓ ବନେଇବା ପାଇଁ। କିନ୍ତୁ ସେ ଭିଡ଼ିଓ ଯେତେବେଳେ 10ରୁ 15ଟା ଭିଡ଼ିଓ ବନେଇଦେବ ଅପଲୋଡ଼ କରିନେବ ତାପରେ ଯେତେବେଳେ ତା ପାଖରେ ଭ୍ୟୁ ଆସିବ ନାହିଁ ତାହେଲେ ତା ପାଖରେ ଯେତେବେଳେ ଭ୍ୟୁ ଆସିବ ନାହିଁ ସେତେବେଳେ ସେ ମାନେ ଡିମୋନେଟାଇଜ୍ ହେଇଯିବ ଯାହାକି ତାର ମନ ଭାଙ୍ଗିଯିବ ଆଉ ଭିଡ଼ିଓ ବନେଇବା ପାଇଁ ଇଚ୍ଛା ହେବ ନାହିଁ। ତ ସାଙ୍ଗମାନେ ଏମିତି କରିବେନି। ତ ସାଙ୍ଗମାନେ ଆପଣ କନଷ୍ଟାଣ୍ଟଲି ରୁହନ୍ତୁ। ଆପଣଙ୍କର ମନରେ ଗୋଟେ ଭାବି ନିଅନ୍ତୁ ଯେ ଏଇଟା ମୋର ପ୍ରତ୍ୟେକ ଦିନର କାମ ତ ମୋତେ ଏଇଟା ହିଁ କରିବା ପାଇଁ ପଡ଼ିବ। ତ ଯେମିତିକି ଆପଣମାନେ କାମ ଯାଉଛନ୍ତି ତ ଆପଣ ଡେଲି ଯାଉଛନ୍ତି କି ନାହିଁ ତ ସେମିତି ଆପଣମାନଙ୍କୁ ଯାହାକି ପ୍ରତ୍ୟେକ ଦିନ ଏଇଟା ଆପଣଙ୍କର କାମ ତ ପ୍ରତ୍ୟେକ ଦିନ ଯାହାକି ଆପଣମାନଙ୍କୁ ଯିବାର ଅଛି ତ ସେଇ କାମଟା କରିବାର ଅଛି ହେଲେ ଯାଇକି ଆପଣମାନେ ଯାହାକି ୟୁଟ୍ୟୁବରେ ସକ୍ସେସ୍ ଦୁଇରେ ବହୁତ ମିଷ୍ଟେକ୍ କରନ୍ତି ଯାହାକି ତ ଜଣେ କ୍ରିଏଟର ଯେତେବେଳେ ନୂଆ ନୂଆ ଆସେ କି ସେ ଭାବେ ମୋ ପାଖରେ ଭଲ ମାଇକ୍ ଥିବ ଭଲ କ୍ୟାମେରା ଥିବ ଭଲ ସେଟଅପ୍ ଥିବ ହେଲେ ଯାଇକି ମୁଁ ଭିଡ଼ିଓ ବନେଇବି। ତ ସାଙ୍ଗମାନେ ଏମିତି କିଛି ନାହିଁ ଯାହାକି ଆପଣଙ୍କର ପାଖରେ ବଜେଟ୍ ଆପଣମାନେ ଯେତେ ବି ସକ୍ସେସଫୁଲ୍ ୟୁଟ୍ୟୁବର ମାନଙ୍କୁ ଦେଖିଥିବେ ତାଙ୍କ ପାଖରେ ପ୍ରଥମେ କିଛି ନଥିଲା କ୍ୱାଲିଟି ଲେସ୍ ମୋବାଇଲରେ ଯାହାକି ଭିଡ଼ିଓ ବନେଇ ଯେତେବେଳେ ତାଙ୍କ ପାଖରେ ପଇସା ଆସିଗଲା ସେତେବେଳେ ସେମାନେ ଯାହାକି DSLR ମୋବାଇଲ ଭଲ ମାଇକ୍ ଭଲ ଇଏ କିଣିକି ଯାହାକି ଭିଡ଼ିଓ ବନାଉଛନ୍ତି। ତ ପ୍ରଥମେ ଆପଣଙ୍କ ପାଖରେ ଯାହା ଅଛି ଆପଣ ସେଇଟାରେ ହିଁ ଭିଡ଼ିଓ ବନେଇବା ପାଇଁ ଚେଷ୍ଟା କରନ୍ତୁ। 3 ନମ୍ବର ଯାହାକି ସବୁ ୟୁଟ୍ୟୁବର ଭୁଲ କରନ୍ତି ତ ଯେତେବେଳେ ଭିଡ଼ିଓ ସେମାନେ ବନାଉଛନ୍ତି ତ ଧରାଯାଉ ଗୋଟିଏ ବ୍ଲଗ୍ ବନାଉଛନ୍ତି ମୋବାଇଲକୁ ଧରିକି ଏମିତି ଧରିକି ମୋବାଇଲକୁ ବ୍ଲଗ୍ ବନାଉଛନ୍ତି କିନ୍ତୁ ତାଙ୍କ ଆଖପାଖରେ ଯେଉଁ ପବ୍ଲିକ୍ ଥିବେ ତ ତାଙ୍କୁ ଦେଖିକି ସେମାନେ ନର୍ଭସ୍ ହେଇଯାନ୍ତି ଏବଂ ତାଙ୍କ ପାଟିରୁ କଥା ବାହାରେ ନାହିଁ। ତ ସାଙ୍ଗମାନେ ଆପଣଙ୍କର କାମରେ ଧ୍ୟାନ ଦିଅନ୍ତୁ। ଆପଣଙ୍କର ଚାରି ଆଖପାଖରେ ଆପଣମାନଙ୍କୁ କିଏ କ'ଣ ଆପଣଙ୍କୁ କିଏ ଦେଖୁଛି କ'ଣ କରୁଛି ଯଦି ଆପଣମାନେ ସେପଟେ ଯଦି ଆପଣମାନେ ଧ୍ୟାନ ଦେବେ ତାହେଲେ ଆପଣମାନେ ଭିଡ଼ିଓ ବନେଇ ପାରିବେନି। କେବଳ ଆପଣ କଣ୍ଟେଣ୍ଟକୁ ହିଁ ଆପଣମାନେ ଫୋକସ୍ କରିକି ଭିଡ଼ିଓ ବନାନ୍ତୁ ଦେଖିବେ ଯାହାକି ଆପଣଙ୍କର ଭିଡ଼ିଓ ଯାହାକି ଭଲ ଆପଣ 4 ନମ୍ବରରେ କିଛି ଲୋକ ଯାହାକି ମିଷ୍ଟେକ୍ କରନ୍ତି ହ୍ୟାଶଟ୍ୟାଗ୍ ଦେବାରେ ଯାହାକି ସେମାନେ ଟାଇମ୍ ୱେଷ୍ଟ କରନ୍ତି। ତ ସାଙ୍ଗମାନେ ଆପଣଙ୍କୁ ସେମିତି କେବେ ହେଲେ କରିବା ନାହିଁ। ତ ଆପଣମାନେ ହ୍ୟାଶଟ୍ୟାଗ୍ ଦେବା ଜରୁରୀ ଅଛି କିନ୍ତୁ ଆପଣମାନେ ସର୍ଚ୍ଚ ଲିଷ୍ଟରେ ଭିଡ଼ିଓ ଆଣିବା ପାଇଁ ହ୍ୟାଶଟ୍ୟାଗ୍ ଦେବା ଜରୁରୀ ଅଛି କିନ୍ତୁ ଆପଣ କିଛି ଭିଡ଼ିଓରେ ଆପଣମାନେ ଦେଇପାରିବେ ଆପଣ କିଛି ଭିଡ଼ିଓରେ ଆପଣମାନେ ଦେଇପାରିବେ ନାହିଁ। ତ ସାଙ୍ଗମାନେ ଯେମିତିକି ଆପଣମାନେ ବ୍ଲଗ୍ କରୁଛନ୍ତି ବ୍ଲଗ୍ ଭିଡ଼ିଓରେ ସେଠି ଆପଣମାନେ କିଛି ହ୍ୟାଶଟ୍ୟାଗ୍ ଦେବା ଦରକାର ନାହିଁ ଖାଲି 2-4ଟା ୱାର୍ଡ଼ ଦେଇକି ଆପଣ ହ୍ୟାଶଟ୍ୟାଗ୍ରେ ସେତିକିରେ ବି କାମ ଚଳିପାରିବେ। ଯେମିତିକି ମୁଁ ଏବେ ଗୋଟେ ଜଗନ୍ନାଥ ମନ୍ଦିର ବିଷୟରେ ଯାହାକି ଭିଡ଼ିଓ ବନେଇବି ତ ଜଗନ୍ନାଥ ଆମ ମନ୍ଦିରକୁ ବହୁତ ଲୋକ ସର୍ଚ୍ଚ କରନ୍ତି ତ ସେଠି ଯାହାକି ସର୍ଚ୍ଚ ଇଞ୍ଜିନକୁ ଆଣିବା ପାଇଁ ତ ସେଠି ଆମେ ବହୁତ ହ୍ୟାଶଟ୍ୟାଗ୍ ଦେଇକି ଯାହାକି ଆମେ ଭିଡ଼ିଓକୁ ର୍ୟାଙ୍କ କରିପାରିବା। କିନ୍ତୁ ନର୍ମାଲ ଏମିତି କିଛି ଅଛି ଯାହାକି ବ୍ଲଗ୍ ଭିଡ଼ିଓ ଅନ୍ୟାନ୍ୟ କିଛି ଡେଲି ଚ୍ୟାଲେଞ୍ଜ ଭିଡ଼ିଓ ହଉ ତ ସେମିତି ଭିଡ଼ିଓରେ ଯାହାକି ହ୍ୟାଶଟ୍ୟାଗ୍ ଦେଇକି ଯାହାକି ଆମର ଟାଇମ୍ ଲସ୍ କରିବା। ତ ସାଙ୍ଗମାନେ ଯଦି ବି ଆପଣମାନେ ଭିଡ଼ିଓ ବନାଉଛନ୍ତି ଯଦି ବି ଆପଣଙ୍କର ପାଖରେ ଭଲ ଲାଇଟ୍ ନାହିଁ ତ ତାହେଲେ ଆପଣମାନେ କ'ଣ କରିବେ କି ଯେଉଁ ନ୍ୟାଚୁରାଲ୍ ଲାଇଟ୍ ଆପଣଙ୍କର ଯେଉଁ ଆମର ସୂର୍ଯ୍ୟ କିରଣ ଆସୁଥିବ ହାଲକା କବାଟ ଦେଇକି କି ଝରକା ଦେଇକି ଆପଣମାନେ ସେଇଠି ଛିଡ଼ା ହେଇକି ଯାହାକି ଆପଣମାନେ ଭିଡ଼ିଓ ବନେଇ ପାରିବେ। ଆପଣଙ୍କର ଲାଇଟ୍ରେ କିଛି ମ୍ୟାଟର୍ କରେ ନାହିଁ କିନ୍ତୁ ହଁ ଆପଣଙ୍କ ଭଏସ୍ ପାଇଁ ମୁଁ କହିବି ଗୋଟେ ଆପଣମାନଙ୍କୁ ଭଲ ମାଇକ୍ ନେଇଯିବାର ଅଛି। ଯଦି ଆପଣଙ୍କ ପାଖରେ ଇନଭେଷ୍ଟ କରିବା ପାଇଁ ପଇସା ନାହିଁ ତାହେଲେ ବୋୟା M1ର ଗୋଟେ 700 ଟଙ୍କାରେ ଆସେ ମାଇକ୍ଟି ଆପଣ ସେଇଟାରେ ବି କାମ ଚଳିପାରିବେ। ଏବଂ ଆପଣଙ୍କ ପାଖରେ ଭଲ କ୍ୟାମେରା ଦରକାର ନାହିଁ ଆପଣଙ୍କର ମୋବାଇଲରେ ଯାହା କ୍ୟାମେରା ଅଛି କମ୍ ସେ କମ୍ ଆପଣଙ୍କର କ୍ୟାମେରାରେ ଯଦି 12 ମେଗାପିକ୍ସେଲ କ୍ୟାମେରା ଅଛି ତ ଜାଣି ନିଅନ୍ତୁ ଆପଣଙ୍କର କ୍ୟାମେରା ଭଲ ଅଛି ତ ସାଙ୍ଗମାନେ ଆପଣ ସେଇଟାରେ ହିଁ ଯାହାକି ରେକର୍ଡ଼ କରିପାରିବେ। ତ ସାଙ୍ଗମାନେ ଏଥିଲା କିଛି ଯାହାକି ଆପଣଙ୍କର ଯାହାକି ମିଷ୍ଟେକ୍ କରୁଥିବା ଟିପ୍ସ ଏବଂ ଟ୍ରିକ୍ସ ଯଦି ଆପଣଙ୍କୁ ଭଲ ଲାଗୁଛି ତାହେଲେ ଏ ଭିଡ଼ିଓରେ ଆପଣ ଗୋଟେ ଲାଇକ୍ କରିଦେବେ। ଯଦି ମୋ ଚ୍ୟାନେଲକୁ ନୂଆ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ହଁ ଆଉ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ କି ମୁଁ କେଉଁ ଟପିକ୍ରେ ଭିଡ଼ିଓ ବନେଇଲେ ଆପଣଙ୍କର ଯାହାକି ଆପଣଙ୍କର ୟୁଟ୍ୟୁବ ଗ୍ରୋ ହେବାରେ ସାହାଯ୍ୟ କରିପାରିବ। ତ ରହିଲି ଆଜିର ଭିଡ଼ିଓ ଏତିକି। ଜୟ ହିନ୍ଦ ଜୟ ଜଗନ୍ନାଥ।